ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ମାତ୍ର ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ମୋର ଆଜିଠାରୁ କାଲି ଆହୁରି ଅଧିକ ଭଲ ଥିବ। ମୋର ଆଜିଠାରୁ କାଲି ଆହୁରି ଅଧିକ ଭଲ ଥିବ। ପ୍ରିୟମାନେ, ଆଜି ଅନେକ ଜଣ ଅଛନ୍ତି ଯେଉଁମାନେ କି କାଲିର ଚିନ୍ତାରେ ସେମାନେ ବ୍ୟତିବ୍ୟସ୍ତ। ଆଜି ସେମାନେ ଭଲରେ ଅଛନ୍ତି, ଖାଉଛନ୍ତି, ପିଉଛନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଭୋଗ କରୁଛନ୍ତି, ମାତ୍ର କାଲି କ'ଣ ହେଇଯିବ, କି ପ୍ରକାର ଭାବେ ବଞ୍ଚିବୁ, କାଲି କି ପ୍ରକାର ଠିକ୍ରେ ସ୍ୱାସ୍ଥ୍ୟ ଥିବ କି ନାହିଁ, କାଲି ଆମେ କି ପ୍ରକାର ରହିବୁ, ଏହି ପ୍ରକାର ଚିନ୍ତା ଭାବନା କରି କରି ସେମାନେ ବହୁତ ବ୍ୟତିବ୍ୟସ୍ତ ହୋଇଛନ୍ତି। ଆଜି ସେମାନଙ୍କର ଭଲ ଅଛି, ମାତ୍ର କାଲି ପାଇଁ ସେମାନେ ଚିନ୍ତା କରି କରି ସେମାନେ ବହୁତ ବ୍ୟତିବ୍ୟସ୍ତ ହୋଇଛନ୍ତି। ମାତ୍ର ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯେଉଁମାନେ ଆମେ ପ୍ରଭୁରେ ବିଶ୍ୱାସ କରୁଛୁ, ପ୍ରଭୁଙ୍କ ମାର୍ଗରେ ଆମେ ଚାଲୁଛୁ, ବାଇବଲ କହେ ଯେ ଆମମାନଙ୍କର ଆଜିଠାରୁ କାଲି ଆହୁରି ଅଧିକ ଗୌରବଯୁକ୍ତ ଥିବ, ଆଶୀର୍ବାଦ ଯୁକ୍ତ ଥିବ। ପ୍ରିୟମାନେ, ଯଦି ଆମେ ପଢ଼ିବା ଆୟୁବ ପୁସ୍ତକ ଏହାର 42 ଅଧ୍ୟାୟର 12 ପଦ, ଏହି ରୂପେ ସଦାପ୍ରଭୁ ଆୟୁବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାକୁ ଅଧିକ ଆଶୀର୍ବାଦ ଯୁକ୍ତ କଲେ। ପ୍ରିୟମାନେ, ଏଠି ସ୍ପଷ୍ଟ ଲେଖାଯାଏ, ଆୟୁବ ଯେଉଁ ସମୟରେ ଆୟୁବଙ୍କର ପରୀକ୍ଷା ହେଇନଥିଲା, ସେହି ସମୟରେ ମଧ୍ୟ ଆୟୁବ ଧନୀ ଥିଲେ, ଉଷ ଦେଶର ନମ୍ବର 1 ବ୍ୟକ୍ତି ଥିଲେ, ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ଥିଲା। ମାତ୍ର ଶୟତାନ ଆୟୁବକୁ ପରୀକ୍ଷା କଲା, ଆୟୁବକୁ କଷ୍ଟ ଦେଲା, ଆୟୁବଙ୍କୁ ବିଭିନ୍ନ ପ୍ରକାର ଭାବରେ ନିର୍ଯାତନା ଦେଲା। ଶୟତାନ ଭାବୁଥିଲା ମୁଁ ଆୟୁବର ଭବିଷ୍ୟତକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେବି, ଆଉ ଯେଉଁମାନେ ପ୍ରଭୁଙ୍କ ମାର୍ଗରେ ପ୍ରଭୁଙ୍କୁ ଭୟଭକ୍ତି କରି ଚାଲୁଛନ୍ତି ଆଉ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ନିରାଶ କରିଦେବି, ଏହି ପ୍ରକାର ଭାବି ଆୟୁବଙ୍କ ଜୀବନରେ ପରୀକ୍ଷା ଉପରେ ପରୀକ୍ଷା, ପରୀକ୍ଷା ଉପରେ ପରୀକ୍ଷା ସେ ଆଣିଛି। ମାତ୍ର ଶେଷରେ ଆମେ ଦେଖିପାରୁଛୁ ଯେ ଆୟୁବ ଯେଉଁ ସମୟରେ ପରୀକ୍ଷିତ ହୋଇ ଦୁଃଖ ଭୋଗ କରି କଷ୍ଟ ପାଇନଥିଲେ, ସେହି ସମୟରେ ଆୟୁବଙ୍କର ଯେତିକି ସମ୍ପତ୍ତି ଥିଲା, ଯେତିକି ଆଶୀର୍ବାଦ ଥିଲା, ତାଙ୍କର ଶେଷ ଅବସ୍ଥା ଆହୁରି ଅଧିକ ଆଶୀର୍ବାଦ ଯୁକ୍ତ ହେଇଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆପଣ ଯେକୌଣସି ପରିସ୍ଥିତି ମଧ୍ୟ ଦେଇ ଗମନ କରୁଛନ୍ତି, ଆପଣ ଯଦି ପ୍ରଭୁଙ୍କୁ ଭୟ କରୁଛନ୍ତି, ପ୍ରଭୁଙ୍କ ମାର୍ଗରେ ଅଛନ୍ତି, ତାହେଲେ ଆପଣଙ୍କର ଆଦ୍ୟ ଅବସ୍ଥା ଅପେକ୍ଷା ଆପଣଙ୍କର ଶେଷ ଅବସ୍ଥା ଅଧିକ ଆଶୀର୍ବାଦ ଯୁକ୍ତ ହେବ। ପରମେଶ୍ୱର ଅଧିକ ଅଧିକ ଆଶୀର୍ବାଦ କରିବେ, ଏହା ଆମମାନଙ୍କୁ ବାଇବଲ ଅତି ସ୍ପଷ୍ଟ ଭାବରେ କହେ। ଯଦି ଆମେ ହିତୋପଦେଶ 4 ଅଧ୍ୟାୟ ଏହାର 18 ପଦ ପଢ଼ିବା, ମାତ୍ର ଧାର୍ମିକମାନଙ୍କର ପଥ ପ୍ରଭାତର ଆଲୁଅ ତୁଲ୍ୟ, ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ତେଜସ୍କର ହୁଏ। ପ୍ରିୟମାନେ, ଧାର୍ମିକମାନଙ୍କର ଭବିଷ୍ୟତ, ଧାର୍ମିକମାନଙ୍କର ପଥ, ଧାର୍ମିକମାନଙ୍କର ଭବିଷ୍ୟତ ସବୁ ଗୁଡ଼ିକ ଆହୁରି ଅଧିକ ଗୌରବଯୁକ୍ତ, ଆହୁରି ଅଧିକ ଆଶୀର୍ବାଦ ଯୁକ୍ତ ହେବା ପାଇଁ ଯାଉଅଛି। ସେଥିପାଇଁ ଆମେ ପ୍ରଭୁଙ୍କ ଲୋକମାନେ ଭବିଷ୍ୟତ ବିଷୟକୁ ନେଇ ଆମେ କୌଣସି ପ୍ରକାର ଭାବରେ ଚିନ୍ତିତ ବ୍ୟତିବ୍ୟସ୍ତ ହେବା ନାହିଁ। ଆମେ ଦେଖୁଛୁ ଲାଜାର ଏହି ପ୍ରକାର ଅବସ୍ଥା, ଦାଣ୍ଡର ଭିକାରୀ ପଡ଼ି ରହିଛନ୍ତି, କୌଣସି ପ୍ରକାର ଭାବରେ ଟ୍ରିଟମେଣ୍ଟ ନାହିଁ, ଘା ଗୁଡ଼ିକକୁ କୁକୁର ଗୁଡ଼ିକ ଚାଟୁଛନ୍ତି, ଲାଜାରଙ୍କୁ ମୁଠେ ଖାଇବା ପାଇଁ କିଏ ଦେଇପାରୁନାହାନ୍ତି, ଅନ୍ୟମାନଙ୍କର ଅଇଁଠା ଖାଇକିନା ଲାଜାର ସେ କାଳତିପାତ କରୁଛନ୍ତି। ଏହି ପ୍ରକାର ପରିସ୍ଥିତି ଲାଜାରଙ୍କ ଜୀବନରେ ପଳାଇ ଆସିଛି। ମାତ୍ର ଲାଜାରଙ୍କର ଶେଷ ଅବସ୍ଥାକୁ ମଧ୍ୟ ଦେଖନ୍ତୁ, କି ଗୌରବଯୁକ୍ତ, ନା ଘା, ନା କଷ୍ଟ, ନା ଯନ୍ତ୍ରଣା, ନା କୌଣସି ପ୍ରକାର ଅସୁବିଧା। ସେ ଅବ୍ରାହମଙ୍କ କୋଳରେ ସେ ସାନ୍ତ୍ୱନା ପାଉଛନ୍ତି, ନିଜର ପ୍ରତ୍ୟେକ ଦୁଃଖ ଗୁଡ଼ିକକୁ ଭୁଲି ଯାଉଛନ୍ତି। ପ୍ରିୟମାନେ, ଆମମାନଙ୍କର ବର୍ତ୍ତମାନ ଅବସ୍ଥା ଠାରୁ ଆମମାନଙ୍କର ଶେଷ ଅବସ୍ଥା ଅତ୍ୟଧିକ ଆଶୀର୍ବାଦ ଯୁକ୍ତ ହେବ।
ସେଥିପାଇଁ ପ୍ରଭୁ ଆମମାନଙ୍କୁ ପ୍ରତିଜ୍ଞା କରିଛନ୍ତି ଆଜି ଆପଣ ଯେକୌଣସି ପରିସ୍ଥିତି ମଧ୍ୟ ଦେଇ ଯାଉଛନ୍ତି ଦୁଃଖ କଷ୍ଟ ଅଭାବ ଅନାଟନ ମଧ୍ୟ ଦେଇ ଯାଉଛନ୍ତି ଯଦି ଆପଣ ପ୍ରଭୁଙ୍କ ଠାରେ ଭରସା ରଖିଛନ୍ତି ତାହେଲେ ଆପଣ କୌଣସି ପ୍ରକାର ଭାବରେ ବିଚଳିତ ହେବାର ଆବଶ୍ୟକ ନାହିଁ କାରଣ ଆମର ପରମେଶ୍ୱର ସେ ଆମମାନଙ୍କର ଆସନ୍ତାକାଲିକୁ ଆହୁରି ଅଧିକ ଗୌରବଯୁକ୍ତ କରିବା ପାଇଁ ଜାଣନ୍ତି ଲେଖାଯାଏ ଯେରେମିୟ 29:11 କାରଣ ସଦାପ୍ରଭୁ କହନ୍ତି ତୁମ୍ଭମାନଙ୍କ ପକ୍ଷରେ ଆମ୍ଭେ ଯେ ସକଳ ସଂକଳ୍ପ କରିଅଛୁ ତାହା ଆମେ ଜାଣୁ ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା ଦେବା ନିମନ୍ତେ ସେସବୁ ଅମଙ୍ଗଳର ନୁହେଁ ମାତ୍ର ମଙ୍ଗଳର ସଂକଳ୍ପ ଅଟେ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମମାନଙ୍କ ନିମନ୍ତେ ପରମେଶ୍ୱର ସମୁଦ୍ରର ବାଲିଠାରୁ ମଧ୍ୟ ଅଧିକ ସଂକଳ୍ପ ଯୋଜନା ଗୁଡ଼ିକ କରିଛନ୍ତି ଆଉ ଗୋଟିଏ ଯୋଜନା ମଧ୍ୟ ଅମଙ୍ଗଳର ନୁହେଁ ପ୍ରତ୍ୟେକ ଯୋଜନା ମଙ୍ଗଳ ମଙ୍ଗଳ ମଙ୍ଗଳର ଯୋଜନା ଅଟେ ଆମମାନଙ୍କର ଆଜିଠାରୁ ଆମମାନଙ୍କର ଆସନ୍ତାକାଲି ଅତ୍ୟଧିକ ଗୌରବଯୁକ୍ତ ହେବା ପାଇଁ ଯାଉଛି ଅତ୍ୟନ୍ତ ଆଶୀର୍ବାଦ ଯୁକ୍ତ ହେବା ପାଇଁ ଯାଉଛି ସେଥିପାଇଁ ଆପଣ ଏବେ ଭବିଷ୍ୟତର ଚିନ୍ତା କରି ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ ଘର ନାହିଁ ଗାଡ଼ି ନାହିଁ କୌଣସି ପ୍ରକାର ଭାବରେ ଚାକିରି ନାହିଁ କୌଣସି ବିଜନେସ୍ ପ୍ରସ୍ପର ହେଉନାହିଁ ମାତ୍ର ଆପଣ ପ୍ରଭୁଙ୍କ ମାର୍ଗରେ ଅଛନ୍ତି ପରମେଶ୍ୱର ଆପଣଙ୍କ ପରିସ୍ଥିତିକୁ ବଦଳାଇବେ ଆପଣଙ୍କର ଆଜିଠାରୁ ଆପଣଙ୍କର କାଲି ଅଧିକ ଆଶୀର୍ବାଦ ଯୁକ୍ତ କରିବେ ଏହି ଭରସା ଆପଣ ପ୍ରଭୁଙ୍କ ଠାରେ ରଖନ୍ତୁ ବାଇବଲରେ ଆପଣ ଯେକୌଣସି ଚରିତ୍ର ଗୁଡ଼ିକକୁ ଆପଣ ଦେଖିବେ ପରମେଶ୍ୱର ଶେଷରେ ସେମାନଙ୍କୁ ଗୋଟେ ଗୌରବଯୁକ୍ତ ଅବସ୍ଥାକୁ ନେଇଯାଇଛନ୍ତି ଆଶୀର୍ବାଦ ଯୁକ୍ତ ଅବସ୍ଥାକୁ ନେଇଯାଇଛନ୍ତି ସେଥିପାଇଁ ଆଜି ଦୁନିଆର ଅନେକ ଲୋକ ଭଲ ଗାଡ଼ି ଅଛି ଭଲ ଘର ଅଛି ଭଲ ବଙ୍ଗଲା ଅଛି ମାତ୍ର ରାତିରେ ନିଦ ନାହିଁ ସେମାନଙ୍କୁ କୌଣସି ପ୍ରକାର ଭାବରେ ଶାନ୍ତି ନାହିଁ କାହିଁକି କାଲି କ'ଣ ହେଇଯିବ ସେଇ ଚିନ୍ତାରେ ଆଜି ସେମାନଙ୍କର ନଷ୍ଟ ହେଇଯାଉଛି ଆଜି ସେମାନେ ବ୍ୟତିବ୍ୟସ୍ତ ହେଉଛନ୍ତି ମାତ୍ର ପରମେଶ୍ୱର ଆମ ସମସ୍ତଙ୍କୁ ସେ ପ୍ରତିଜ୍ଞା କରିଛନ୍ତି ଆମ ସମସ୍ତଙ୍କୁ ସେ ଜଣେଇଛନ୍ତି ଯେ ଆଜିଠାରୁ ଏ ବର୍ତ୍ତମାନ ସମୟଠାରୁ ତୁମର ଭବିଷ୍ୟତଟା ଆସନ୍ତାକାଲି ଆହୁରି ଅଧିକ ଆଶୀର୍ବାଦ ଯୁକ୍ତ ହେବ ଆହୁରି ଅଧିକ ଗୌରବଯୁକ୍ତ ହେବ ଏହା ଆପଣ ବିଶ୍ୱାସ କରନ୍ତୁ ଆମେ ପରମେଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରିବା ଆମେ ପରମେଶ୍ୱର ଏହି ବିଷୟ ଗୁଡ଼ିକ ଆମମାନଙ୍କୁ ସେ କହିଛନ୍ତି ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆଶୀର୍ବାଦ କରନ୍ତୁ ଯେ ପ୍ରକାର କି ଆମେ ଭବିଷ୍ୟତର ବିଷୟକୁ ଚିନ୍ତା କରି କରି ଆଜିର ଜୀବନକୁ ଆମେ ନଷ୍ଟ କରିବା ନାହିଁ କାରଣ ପରମେଶ୍ୱର ଆମ ସମସ୍ତଙ୍କ ପାଇଁ ଗୋଟେ ଗୌରବମୟ କାଲି ରଖିଛନ୍ତି ଗୌରବମୟ ଭବିଷ୍ୟତ ରଖିଛନ୍ତି ଆଉ ସେହି ଗୌରବମୟ ଭବିଷ୍ୟତକୁ ପାଇବା ପାଇଁ ଆଜି ଯଦି ଆଇବଙ୍କ ପରି ଆମେ କିଛି କଷ୍ଟ ସମସ୍ୟା ମଧ୍ୟ ଦେଇ ଯାଉଛୁ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ ଯୋସେଫଙ୍କ ପରି ବିନା କାରଣରେ କାରାଗାରରେ ଆମେ ନିକ୍ଷେପ ହେଇଛୁ କୌଣସି ପ୍ରକାର ଅସୁବିଧା ନାହିଁ କାରଣ ଗୋଟେ ମଙ୍ଗଳମୟ ଭବିଷ୍ୟତ ଆମ ସମସ୍ତଙ୍କ ପାଇଁ ଅପେକ୍ଷା କରିଅଛି ସେହି ଭବିଷ୍ୟତ ମଧ୍ୟରେ ଯେତେବେଳେ ଆମେ ପଦାର୍ପଣ କରିବା ଏହିସବୁ ଦୁଃଖ କଷ୍ଟ ନିର୍ଯାତନା ଗୁଡ଼ିକ କୌଣସି ପ୍ରକାର ଭାବରେ ଆମକୁ ବ୍ୟତିବ୍ୟସ୍ତ କରିବ ନାହିଁ ସେଥିପାଇଁ ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଯେଉଁମାନେ ବର୍ତ୍ତମାନ ଶୁଣୁଛନ୍ତି ଆଉ ସେମାନେ କାଲି ପାଇଁ ବ୍ୟତିବ୍ୟସ୍ତ ହେଉଛନ୍ତି ପରମେଶ୍ୱର ଆମକୁ କୌଣସି ପ୍ରକାର ଭାବରେ ହତାଦର କରିବେ ନାହିଁ ସେ ଅନ୍ତିମ କାଳରେ ଯେଉଁ ସବୁ ସଂକଳ୍ପ ଗୁଡ଼ିକ କରିଛନ୍ତି ପ୍ରତ୍ୟେକ ମଙ୍ଗଳର ସଂକଳ୍ପ ଗୁଡ଼ିକ ଅଟେ ଆମେ ଆସନ୍ତୁ ପଦେ ପ୍ରାର୍ଥନା କରିବା ପବିତ୍ର ମଙ୍ଗଳମୟ ଏକମାତ୍ର ସ୍ୱର୍ଗୀୟ ପିତା ଆମେ ତୁମକୁ ଧନ୍ୟବାଦ 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 ଦେଉଛୁ କାରଣ ତୁମେ ସେଥିପାଇଁ ଯଜ୍ଞବନ୍ତ ପରମେଶ୍ୱର ଅଟ ପ୍ରିୟ ଭୁ ତୁମେ ବହୁତ ସୁନ୍ଦର ଭାବରେ ଆମମାନଙ୍କୁ ଉତ୍ସାହିତ କଲ ଯେ ଆଜିଠାରୁ କାଲି ଆହୁରି ଅଧିକ ଆଶୀର୍ବାଦ ଯୁକ୍ତ ରହିବ ଧନ୍ୟବାଦ ପ୍ରଭୁ ଆମମାନଙ୍କ ଭବିଷ୍ୟତକୁ ତିଆରି କରିବା ପରମେଶ୍ୱର ବର୍ତ୍ତମାନ ଠାରୁ ପ୍ରଭୁ ତୁମେ ଶେଷକୁ ଦେଖିବା ପରମେଶ୍ୱର ଆମ ନିମନ୍ତେ ଗୋଟିଏ ଉତ୍ତମ ଗୌରବଯୁକ୍ତ ଭବିଷ୍ୟତକୁ ତୁମେ ପ୍ରସ୍ତୁତ କରିଛ ପ୍ରଭୁ ତୁମେ କହିଛ ତୁମ ସମସ୍ତ ଚିନ୍ତାର ଭାର ମୋ ଉପରେ ପକାଅ ମୁଁ ତୁମମାନଙ୍କ ନିମନ୍ତେ ଚିନ୍ତା କରୁଛି ପ୍ରଭୁ ଆମେ ଧନ୍ୟବାଦ ଦେଉଛୁ ଆମମାନଙ୍କ ସ୍ୱର୍ଗୀୟ ପିତା ଯେ କି ଆମମାନଙ୍କ ନିମନ୍ତେ ଚିନ୍ତା କରି ଆମମାନଙ୍କ ନିମନ୍ତେ ଅନେକ ମଙ୍ଗଳ ଯୋଜନା ଗୁଡ଼ିକ କରିଛନ୍ତି ସେଥିପାଇଁ ତୁମ ନାମର ଗୌରବ ମହିମା ସ୍ତୁତି ବନ୍ଦନା ହେଉ ପ୍ରଭୁ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ ଆମେନ୍ ଆମେନ୍ ପ୍ରେଜ୍ ଦ ଲର୍ଡ ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ ପ୍ରଭୁ ଯଦି ଆମମାନଙ୍କୁ ଦୟା କରନ୍ତି ଅନୁଗ୍ରହ କରନ୍ତି ଆସନ୍ତା ଅଧ୍ୟାୟରେ ଆଉ ଗୋଟିଏ ନୂଆ ପ୍ରସଙ୍ଗରେ ଆମେ ପରସ୍ପର ସହିତ ସାକ୍ଷାତ ରହିବା ସମସ୍ତଙ୍କୁ ନମସ୍କାର ପ୍ରେଜ୍ ଦ ଲର୍ଡ ଗଡ୍ ବ୍ଲେସ୍ ୟୁ